ମୋ ଦେଇ ଭାରି ଦୟାଳୁ ମଣିଷଟିଏ। ଅଷ୍ଟମୀରେ ମୋ ପ୍ରତି ହୋଇଥିବା ଅନ୍ୟାୟକୁ ସହି ନ ପାରି ଆମ ଦୁଇ ଭିକାରୀକି ବାଲିଯାତ୍ରା ବୁଲେଇ ନବା ସହିତ ଆମର ସମସ୍ତ ଖର୍ଚ୍ଚ ସେ ନିଜେ ପୈଠ କରିବ ବୋଲି ଆମକୁ ପ୍ରତିଶ୍ରୁତି ଦେଲା। ଯେହେତୁ ବୁଲେଇବାକୁ ନଉଛି ଟିକେ ପ୍ରଶଂସା କରିଦବା କଥା, ନହେଲେ ଆଗକୁ ମାଗଣା ବୁଲିବାକୁ ମିଳିବନି। ବାଲିଯାତ୍ରା ଆସିଛି ମାନେ ମାଗଣା ବହି ଆଣିବାକୁ କେମିତି ଭୁଲିଯିବି। ଦୀର୍ଘ 1.5 ଘଣ୍ଟା ଧାଡିରେ ଠିଆ ହେଲୁ ଆଉ 1.5ଟା ବହି ଆଣିଲୁ। ସେଠୁ ବହି ଆଣି ପଲିଶ୍ରୀ ମେଳା ଭିତରକୁ ଗଲୁ। ଦେଇ ଘର ପାଇଁ କିଛି ଜିନିଷ କିଣିଲା। ଯେହେତୁ ଘରର ବଡ, ଘର କଥା ତ ଏବେ ସେ ହିଁ ବୁଝିବ। ହଁ ଖାଇଲି ତ। ଲାଜ ସରମକୁ ଭ୍ୟାନିଟିରେ ରଖି ପ୍ରତି ଚଟର ପଟର ଦୋକାନରୁ କିଛି କିଛି ମାଗଣା ମାଗିକି ଆଣିକି ଖାଇଲୁ। ଆଉ ଏ ବୋତଲ ଗୁରାକ ତ କେହି ମାଗଣା ଦେବେନି, ଆକୁ କିଣିକି ଆଣିକି ପିଇଲୁ। ତାପରେ କିଛି ସୁନ୍ଦର ସୁନ୍ଦର ଶାଢୀ ଦେଖିଲୁ, ହେଲେ କିଛି କିଣିଲୁନି। କିଣିବା ପାଇଁ ପଇସା କାଇଁ? ପଇସା ଥିଲେ ତ କିଣିକି ଖାଇଥାନ୍ତୁ, ମାଗିକି କାଇଁ ଖାଉଥିଲୁ ଆମେ? ଫାଇନାଲି ଏଥର ମାଗିକି ଖାଇସାରିବା ପରେ ଘର ପାଇଁ ଏଥିରୁ କିଛି ଚଟର ପଟର କିଣିଲୁ। ଇଭିନିଂ ଟାଇମରେ ବାଲିଯାତ୍ରାର ନଜାରା ଏତେ ସୁନ୍ଦର ଦେଖାଯାଉଥିଲା। ସେ ସୁନ୍ଦର ନଜାରାକୁ ଦେଖି ଦେଖି ଆମେ ଯାଇକି ପୁଣି ଆମ ଡେଷ୍ଟିନେସନରେ ପହଞ୍ଚିଲୁ, ଯୋଉଠି ପୁଣି ମାଗଣା ବହି ନିଆଯିବ। ସେଠି ପୁଣି କିଛିଟା ବହି ଆଣି ଚାଲିଲୁ ଆମେ ଏବେ ସବୁ ଆମ ଘରର ରାମୁ କାକାଙ୍କ ପାଖକୁ। ହଁ, ବାଲିଯାତ୍ରାରେ ରାମୁ କାକାଙ୍କ କ୍ୟାମ୍ପ ପଡିଥିଲା। ରାମୁ କାକାକୁ କିଛି ଖର୍ଚ୍ଚ ପାଣି ଦେଇ ବହିକୁ ଠିକ ଭାବରେ ଘରେ ପହଞ୍ଚିବା ପାଇଁ ଆଦେଶ ଦିଆଗଲା। ତାପରେ ଚାଲିଲୁ ଆମର ମେନ୍ ମକସଦରେ ସିଲୁଠୁ ଝଡେଇ ପେଟ ପୂଜା କରିବା ପାଇଁ। ଆମେ ଗୋଟେ ଲସି ରାବେଡି ଆଣିଲୁ। ରାବେଡିର ଟେଷ୍ଟ ଏତେ ଖାସ ଲାଗୁନଥିଲା, ଲସିଟା ଭଲ ଥିଲା। ତାପରେ ଚାଲିଲୁ ଆମେ କିଛି ସୁନ୍ଦର ସୁନ୍ଦର ଚୁଡି କିଣିବା ପାଇଁ। ଚୁଡି କିଣି ସାରିବା ପରେ ମୁଁ ଏଠି ଖୋଜା ଖୋଜିରେ ଲାଗି ପଡିଲି। ଯେହେତୁ ବାଲିଯାତ୍ରାକୁ ଏତେ ସାରା ଲୋକ ଆସିଛନ୍ତି, କୋଉଠି ଖଣ୍ଡେ ସୁନା ରୂପା କି ଅତି ବେଶୀରେ 150 ଟଙ୍କା ତ ମିଳିଯିବ, ହେଲେ କିଛି ବି ମିଳିଲାନି। ତେଣୁ ମୋ ଓକାତ ଅନୁସାରେ ଏସବୁ 10 ଟଙ୍କିଆ ଜିନିଷ କିଣିଲି, ଯୋଉଗୁରା ଆମେ ଛୋଟବେଳେ ଖାଉଥିଲୁ। ସେସବୁ କିଣିକି ଘରକୁ ଫେରିଲୁ। ବାଟରେ ଆସିଲା ବେଳେ ଘର ପାଇଁ କି ବିରିୟାନୀ ଆଣିଲୁ। ଶେଷରେ ସବୁ ମିଶିକି ଖାଇଲୁ ଆଉ ଶୋଇବାକୁ ଗଲୁ।